ହରେ କୃଷ୍ଣ ଭକ୍ତଗଣ, ଭଗବଦ୍ଗୀତାର ଏହି ଜ୍ଞାନପୂର୍ଣ୍ଣ ଭିଡ଼ିଓକୁ ଆପଣଙ୍କୁ ମୋର ସ୍ନେହଭରା ନମସ୍କାର। ଆଜି ଆମେ ଫାର୍ଷ୍ଟ ଚାପ୍ଟରର 19 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ଶ୍ରୋତାବନ୍ଧୁ, ଭଗବଦ୍ଗୀତା ଶୁଣିବା ସୌଭାଗ୍ୟର କଥା ଏବଂ ଆପଣମାନେ ଯଦି ଶୁଣି କିଛି ବୁଝିପାରନ୍ତି ତାହେଲେ ସେଇଟା ଆପଣଙ୍କର ପୁଣ୍ୟ କର୍ମର ଗୋଟିଏ ଗାଥା ଅଟେ। ନିଜର ଡେଲି କର୍ମ ସହିତ ଭଗବଦ୍ଗୀତାର ଏହି ବାଣୀ ଆପଣ ଶୁଣିପାରିବେ। ସ୍ୱଘୋଷ ଧାତ୍ର ରାଷ୍ଟ୍ରଣଂ ହୃଦୟାନି ବ୍ୟାଦାରାୟତ୍ ନଭଶ୍ଚ ପୃଥିବୀଂ ଚୈବ ତୁମୂଳ ଭ୍ୟାନୁଦାୟନ୍। ଏହି ଶ୍ଲୋକରେ ସଞ୍ଜୟ କହୁଛନ୍ତି, ହେ ଧୃତରାଷ୍ଟ୍ର, ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କର ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି। ଶ୍ରୋତାବନ୍ଧୁ, ଏବେ ଆମେ ପୂର୍ବ ଶ୍ଲୋକର କଥା ଆଲୋଚନା କରିବା। ପୂର୍ବ ଶ୍ଲୋକରେ ଆମେ ଆଲୋଚନା କରିଥିଲୁ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସବୁ ପାଣ୍ଡବମାନେ ମିଶି ଯେତେବେଳେ ଶଙ୍ଖନାଦ କଲେ ସେତେବେଳେ କୌରବର ସେନାମାନେ ଥରଥର ହୋଇ ଉଠିଲେ ଏବଂ ଭୟଭୀତ ହୋଇ ଉଠିଥିଲେ। ପାଣ୍ଡବ ସେନାଙ୍କର ଶଙ୍ଖନାଦ କୌରବ ସୈନ୍ୟଙ୍କର ହୃଦୟକୁ ଦିଦାରିତ କରିଦେଲା। କିନ୍ତୁ କୌରବ ବାହିନୀ ଶଙ୍ଖଧ୍ୱନି କଲାବେଳେ ଏମିତି ପ୍ରଭାବ ପାଣ୍ଡବଙ୍କଠାରେ ପରିଲକ୍ଷିତ ହୋଇନଥିଲା। ଯେହେତୁ ପାଣ୍ଡବମାନେ ଭଗବାନଙ୍କର ଶରଣରେ ଥିଲେ, ସେମାନେ ପ୍ରଭୁଙ୍କର ଦ୍ୱାରା ସଂରକ୍ଷିତ ହୋଇ ଆଶ୍ୱସ୍ତ ଅନୁଭବ କରୁଥିଲେ। ବନ୍ଧୁମାନେ, ଯେତେବେଳେ ଜଣେ ସୁନ୍ଦର ଘର ଭିତରେ ସୁରକ୍ଷା ଭାବରେ ରହିଥାଏ, ତାହାର କୌଣସି ଭୟ ନଥାଏ, ନା ଖରାର ଡର ନା ବର୍ଷାକୁ ଡର। ଯେତେ ଝଡ଼ ଆସିଲେ ବି ତାର ଜୀବନରେ କୌଣସି ଭୟ ନଥାଏ। ସେହିପରି ଯେଉଁମାନେ ଭଗବାନଙ୍କୁ ଆଶ୍ରୟ କରି ଜୀବନରେ ଆଗକୁ ବଢ଼ନ୍ତି, ଭଗବାନଙ୍କୁ ସବୁକିଛି ମାନନ୍ତି, ତାଙ୍କର ଜୀବନରେ କୌଣସି ଭୟ କରିବାର ଆବଶ୍ୟକତା ନାହିଁ। ଯେମିତି ପାଣ୍ଡବମାନେ ଭଗବାନଙ୍କୁ ଆଶ୍ରୟ କରି ଆଗକୁ ବଢ଼ୁଥିଲେ, ସେଇଥିପାଇଁ ନିର୍ଭୟରେ ଯୁଦ୍ଧ କରିବାକୁ ସାହସ କରିଥିଲେ। ଆପଣମାନେ ମଧ୍ୟ ଜୀବନର ଚଲାପଥରେ ସବୁବେଳେ ଭଗବାନଙ୍କୁ ସାଥିରେ ନେଇକି ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଜୀବନ ଖୁସିରେ କଟିବ। ଅନ୍ୟ ପକ୍ଷରେ କୌରବମାନେ ନିଜ ଶକ୍ତି ଉପରେ ନିର୍ଭରଶୀଳ ଥିଲେ ଏବଂ ନିଜେ କରିଥିବା ଅନ୍ୟାୟ ଯୋଗୁଁ ସୃଷ୍ଟି ହୋଇଥିବା ଅପରାଧ ମନୋଭାବ ଦ୍ୱାରା ପରାଜୟ ପ୍ରତି ଭୟଭୀତ ହେବାକୁ ଲାଗିଲେ। ଯେମିତି କର୍ମ ସେମିତି ଫଳ। ମଣିଷର ଦୁଃଖ କଷ୍ଟର କାରଣ ହେଲା ମଣିଷ ନିଜେ। ନିଜ କର୍ମ ପାଇଁ ମଣିଷ କଷ୍ଟ ପାଏ। ଯଦି କେହି ନିଜର ଶକ୍ତି ସାମର୍ଥ୍ୟ ବଳରେ ଅନ୍ୟକୁ ଛୋଟ ଦେଖିବା ପାଇଁ ଚେଷ୍ଟା କରେ, ଅନ୍ୟକୁ ହଇରାଣ କରେ ଏବଂ ଅନ୍ୟକୁ ଦୁଃଖ ଦିଏ, ଆପଣଙ୍କର ଭଲ ସମୟର ଉପଯୋଗ ନ କରି ଆପଣ ଦୁରୁପଯୋଗ କରିଥାନ୍ତି, ତାହେଲେ ଆପଣଙ୍କର ସମୟ ବି ଖରାପ ହେବାର ସମୟ ବହୁତ ଜଲ୍ଦି ଆସିବ। ସେଦିନ ନା ଆପଣଙ୍କ ପାଖରେ ବଳ ଥିବ ନା ସାମର୍ଥ୍ୟ ଥିବ, କେହି ନଥିବେ, କେବଳ ଥିବେ ସେଇ ଜଣେ ଭଗବାନ। ଆଉ ଯଦି ଆପଣ ଭଗବାନଙ୍କୁ ଭକ୍ତି ପୂଜା କରୁନଥିବେ କିମ୍ବା ଭଗବାନଙ୍କୁ ଆପଣ ମାନୁନଥିବେ, ତାହେଲେ ଭଗବାନ ବି ଆପଣଙ୍କୁ ସାହାଯ୍ୟ କରିବେ ନାହିଁ। ଜୀବନର ଚଲାପଥରେ ଆପଣ ଏକା ହେଇଯିବେ। ଯଦି ଆମେ କାହାକୁ ହଇରାଣ କରିବା ପରିବର୍ତ୍ତେ କାହାକୁ ସାହାଯ୍ୟ କରିଥାଉ କିମ୍ବା କାହାର ଉପକାର କରିଥାଉ, ସେ ଉପକାରର ମୂଲ୍ୟ ଭଗବାନ କେତେ ଗୁଣରେ ଆପଣଙ୍କୁ ଦେଇଦେବେ। କେହି ଜଣେ ଭଗବାନଙ୍କ ରୂପରେ ଆସି ଆପଣଙ୍କୁ ସାହାଯ୍ୟ କରିବ ଏବଂ ଆପଣଙ୍କର ଜୀବନ ଖୁସିରେ କଟିବ। ଅଥୋ ବ୍ୟାବସ୍ଥିତାନ୍ ଦୃଷ୍ଟ୍ୱା ଧାତରାଷ୍ଟ୍ରାନ୍ କପିଧ୍ୱଜଃ ପ୍ରବୃତେ ଶସ୍ତ୍ର ସମ୍ପାତେ ଧନୁରୁଗ୍ୟମ ପାଣ୍ଡବଃ ଋଷିକେଶଂ ତଦା ବାକ୍ୟମିଦମହଂ ମହୀପତେ। ସେହି ସମୟରେ ପାଣ୍ଡୁପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନ ଥିଲା, ତାଙ୍କର ଧନୁକୁ ସେ ଉଠାଇଲେ। ହେ ରାଜନ୍, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟସଜ୍ଜାକୁ ଦେଖି ସେ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇ ଏହିପରି କହିଲେ। କୁରୁକ୍ଷେତ୍ର ଯୁଦ୍ଧରେ କ'ଣ କ'ଣ ହେଉଛି ସବୁ ସଞ୍ଜୟ ଦେଖି ଧୃତରାଷ୍ଟ୍ରଙ୍କୁ କହୁଛନ୍ତି। ଅର୍ଜୁନଙ୍କୁ କପିଧ୍ୱଜ କୁହାଯାଇଛି, ଯାହା ତାଙ୍କ ରଥରେ ଶକ୍ତିମାନ ହନୁମାନଙ୍କ ଉପସ୍ଥିତିର ସୂଚନା ଦେଉଅଛି। ଏହା ପଛରେ ଏକ କାହାଣୀ ଅଛି। ସମସ୍ତେ ଜାଣିଥିବେ, ଅର୍ଜୁନ ଜଣେ ମହାନ ଧନୁର୍ଦ୍ଧର। ସେ ଏମିତି ଧନୁର୍ଦ୍ଧର ଥିଲେ, ତାଙ୍କୁ କେହି ହରାଇ ପାରୁନଥିଲେ। ଥରେ ଅର୍ଜୁନଙ୍କର ନିଜ ଧନୁର୍ବାଣର ଦକ୍ଷତାକୁ ନେଇ ସ୍ୱାଭିମାନ ଜାତ ହେଲା ଏବଂ ସେ ପରମପିତା ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ ଶ୍ରୀରାମଙ୍କ ସମୟରେ ଭାରତରୁ ଲଙ୍କା ଯିବା ପାଇଁ ବାନରମାନେ ଗୋଟିଏ ସେତୁ ନିର୍ମାଣ କରିବା ପାଇଁ କାହିଁକି ଏତେ ପରିଶ୍ରମ କଲେ? ଯଦି ମୁଁ ସେହିଠାରେ ଥାଆନ୍ତି
ତାହେଲେ ସ୍ୱର ଦ୍ୱାରା ଗୋଟିଏ ସେତୁ ନିର୍ମାଣ କରିଦେଇଥାନ୍ତି। ଏହା ଭଗବାନ ଶ୍ରୀକୃଷ୍ଣ ଶୁଣି ତାହା ପ୍ରଦର୍ଶନ କରିବାକୁ କହିଲେ। ଅର୍ଜୁନ ସ୍ୱର ବୃଷ୍ଟି କରି ଗୋଟିଏ ସେତୁ ନିର୍ମାଣ କଲେ ନଦୀ ଉପରେ। ଏବଂ ଭଗବାନ ଶ୍ରୀକୃଷ୍ଣ ହନୁମାନଙ୍କୁ ଡାକି ଅର୍ଜୁନଙ୍କ ପରୀକ୍ଷା ନେବାକୁ କହିଲେ। ଭଗବାନ କ'ଣ କହୁଛନ୍ତି ସେ କଥା ହନୁମାନ ବୁଝିପାରିଲେ ଏବଂ ତୁରନ୍ତ ସେଠାକୁ ଯାଇ ଅର୍ଜୁନଙ୍କର ପରୀକ୍ଷା ନେବାକୁ ଚେଷ୍ଟା କଲେ। ହନୁମାନ ଯେତେବେଳେ ତା ଉପରେ ଚାଲିବାକୁ ଲାଗିଲେ ତାହା ଭାଙ୍ଗି ପଡ଼ିଲା। ଅର୍ଜୁନ ଏହି କଥା ବୁଝିପାରିଲେ ଯେ ସ୍ୱରରେ ତିଆରି ଏହି ସେତୁ ଶ୍ରୀରାମଙ୍କର ବିଶାଳ ସେନାବାହିନୀକୁ ବହନ କରିପାରିନଥାନ୍ତା। ସେ ତାଙ୍କର ଗର୍ବ ଅହଙ୍କାର ପାଇଁ ଅନୁତାପ କଲେ। ତେଣୁ ସେ ତାଙ୍କର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ। ହନୁମାନ ଅର୍ଜୁନଙ୍କୁ ଶିକ୍ଷା ଦେଲେ ଯେ ନିଜର ଦକ୍ଷତା ପ୍ରତି କେବେ ହେଲେ ଗର୍ବ କରିବ ନାହିଁ। ଯେଉଁ ଦକ୍ଷତା ଆପଣଙ୍କ ପାଖରେ ଅଛି ସେ ଦକ୍ଷତା ପାଇଁ ଆପଣ କେବେ ହେଲେ କାହାକୁ ଦେଖେଇ ହେବା ଠିକ୍ ନୁହେଁ। କାହିଁକି ନା ଆପଣ ଯେଉଁ ଦକ୍ଷତାକୁ ନେଇ ଗର୍ବ କରୁଛନ୍ତି ତାଠାରୁ ଅଧିକ ଦକ୍ଷତାଶାଳୀ ମଣିଷ ଦୁନିଆରେ ଅଛନ୍ତି। ସମୟ ଆସିଲେ ସିଏ ମଧ୍ୟ ଆପଣଙ୍କ ସାମ୍ନାକୁ ଆସିବେ ଏବଂ ଆପଣ ତାଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ସେ ବଦାନ୍ୟତା ପୂର୍ବକ ଅର୍ଜୁନଙ୍କୁ ବରଦାନ ଦେଲେ ଯେ ମହାଭାରତୀୟ ଯୁଦ୍ଧରେ ସେ ତାଙ୍କର ରଥ ଉପରେ ରହିବେ। ତେଣୁ ଅର୍ଜୁନଙ୍କର ରଥର ଧ୍ୱଜାରେ ହନୁମାନଙ୍କର ଚିହ୍ନ ଥିଲା ଏବଂ ସେଥିପାଇଁ ତାଙ୍କୁ କପିଧ୍ୱଜ ବୋଲି କୁହାଯାଉଥିଲା। ଅର୍ଜୁନ ଉବାଚ ସେନୟରୁ ଭୟର୍ମଦେ ରଥଂ ସ୍ଥାପୟ ମେଚ୍ୟୁତ ଯାବଦେତା ନିରୀକ୍ଷହଂ ଯଧୁ କାମନ ବସ୍ତିତାନ୍ କୌମୟାସ ବଧ ବ୍ୟମସ୍ମିନ୍ ରଣ ସମୁଦ୍ୟମେ। ଅର୍ଜୁନ କହିଲେ, ହେ ଅଚ୍ୟୁତ, ଦୟାକରି ମୋ ରଥକୁ ଦୁଇ ସୈନ୍ୟବାହିନୀ ମଧ୍ୟକୁ ନେଇ ଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ ଯାହାଙ୍କର ସହିତ ମୋତେ ଲଢ଼ିବାକୁ ପଡ଼ିବ ମୁଁ ସେମାନଙ୍କୁ ଦେଖିବା ପାଇଁ ଚାହୁଁଛି। ଭକ୍ତଗଣ, ଅର୍ଜୁନ ସମଗ୍ର ସୃଷ୍ଟିର ପରମ ପ୍ରଭୁ ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ। ତଥାପି ଏହି ଶ୍ଲୋକରେ ଅର୍ଜୁନ ତାଙ୍କର ରଥକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଯିବାକୁ ଶ୍ରୀକୃଷ୍ଣଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏହା ପ୍ରଭୁଙ୍କର ତାଙ୍କ ଭକ୍ତଙ୍କ ସହିତ ରହିଥିବା ସମ୍ପର୍କର ମଧୁରତାକୁ ସୂଚିତ କରୁଛି। ଭଗବାନ ତ ଭକ୍ତ ପାଇଁ ସବୁକିଛି, ତେଣୁ ଭକ୍ତଙ୍କ ଇଚ୍ଛା ଭଗବାନ ସବୁବେଳେ ପୂରଣ କରନ୍ତି। ସେ ସେଇଥିପାଇଁ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କ ସାରଥୀ ସାଜି ଅର୍ଜୁନଙ୍କୁ ସାହାଯ୍ୟ କରୁଥିଲେ। ଭକ୍ତର ସ୍ନେହର ଋଣୀ ହୋଇ ପ୍ରଭୁ ତାଙ୍କର ଦାସ ପାଲଟି ଯାଆନ୍ତି। ଅହଂ ଭକ୍ତ ପରାଧୀନ ହ୍ୟସ୍ୱତନ୍ତ୍ର ଇବ ଧ୍ୱଜ ସାଧୁଭିର୍ଗ୍ରସ୍ତ ହୃଦୟ ଭକ୍ତେର୍ ଭକ୍ତ ଜନପ୍ରିୟ। ଭଗବାନ ଭାଗବତରେ କହିଛନ୍ତି, ଯଦିଓ ମୁଁ ପରମ ପୁରୁଷ, ମୁଁ ସ୍ୱତନ୍ତ୍ର ଅଟେ, ତଥାପି ମୁଁ ମୋର ଭକ୍ତମାନଙ୍କର ଦାସତ୍ୱରେ ବାନ୍ଧି ହୋଇଯାଏ। ସେମାନେ ମୋର ଅତି ପ୍ରିୟ ଅଟନ୍ତି ଏବଂ ମୁଁ ତାଙ୍କର ଭକ୍ତିର ଋଣୀ ହୋଇଯାଏ। ଅର୍ଜୁନଙ୍କ ଭକ୍ତିର ଅନୁଗତ ହୋଇ ଶ୍ରୀକୃଷ୍ଣ ତାଙ୍କ ରଥର ସାରଥୀ ପଦ ସ୍ୱୀକାର କରିଛନ୍ତି ଏବଂ ଅର୍ଜୁନ ଯାତ୍ରୀ ସ୍ଥାନରେ ଆରାମରେ ବସି ଭଗବାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଶ୍ରୋତାଗଣ, ଭଗବାନ ହେଉଛନ୍ତି ସ୍ନେହ କାଙ୍ଗାଳ। ଆଦରରେ, ସ୍ନେହରେ, ପ୍ରେମରେ ତାଙ୍କୁ ଯଦି କେହି ଦାସତ୍ୱ ସ୍ୱୀକାର କରିବାକୁ କହିଦିଏ ସେ ତାହାର ଦାସ ହୋଇଯାଆନ୍ତି। ସେ ଭୁଲିଯାଆନ୍ତି ସେ ଭଗବାନ ବୋଲି। ଏମିତି ଦୁନିଆରେ ହଜାର ହଜାର ଆପଣଙ୍କୁ ଉଦାହରଣ ମିଳିଯିବ। ତେଣୁ ଭଗବାନ ଆମଠାରୁ କିଛି ଚାହାନ୍ତି ନାହିଁ, ସେ ଟିକେ ସ୍ନେହ, ଆଦର, ପ୍ରେମ ଚାହାନ୍ତି ଯାହା ତାଙ୍କ ପାଖରେ ନାହିଁ। ତେଣୁ ଯେ ଭକ୍ତ ତାଙ୍କୁ ଏହି ଜିନିଷ ଦେଇପାରିଲା ସେ ତାର ହୋଇଯାଆନ୍ତି। ଶ୍ରୋତାଗଣ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କ ପାଦ ତଳେ ନିଜର ଭକ୍ତି ସ୍ଥାପିତ କରନ୍ତୁ। ଭଗବାନ ଭକ୍ତି ଛଡ଼ା ଆଉ କିଛି ଚାହାନ୍ତି ନାହିଁ। ଆପଣଙ୍କ ଜୀବନରେ ଯେତେ ଭକ୍ତି ବଢ଼ିବ ସେତେ ଜୀବନ ଆପଣଙ୍କର ସୁଖମୟ, ଆନନ୍ଦମୟ ହେବ। ପ୍ରିୟ ଭକ୍ତଗଣ, ଆପଣମାନେ ଭଗବତ ଗୀତାର ଏହି ବାଣୀ ନ ଶୁଣିଲେ ଏହିସବୁ ଜ୍ଞାନ ଆପଣ ପାଇବେ କିପରି? ଭଗବାନ ଏତେ ସୁନ୍ଦର ବାଣୀ ଆମ ପାଇଁ ଦୁନିଆରେ ଛାଡ଼ି ଯାଇଛନ୍ତି, ତେଣୁ ଆମେମାନେ ପ୍ରତିଦିନ ଏ ବାଣୀ ଶୁଣିବା ଦରକାର। ଯଦି ଆପଣଙ୍କୁ ଏହି ବାଣୀରୁ କିଛି ବୁଝିବା ପାଇଁ କଷ୍ଟ ହେଉଛି ତାହେଲେ ଆପଣ ମୋତେ ଜଣାଇ ପାରନ୍ତି। ଏହି ଚ୍ୟାନେଲରେ ପ୍ରତ୍ୟେକ ଅଧ୍ୟାୟର ଗୋଟିଏ ଗୋଟିଏ ପଡ଼କାଷ୍ଟ ଲିଷ୍ଟ ମିଳିଯିବ। ଆପଣ ଏକରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ଲୋକ, ପ୍ରତ୍ୟେକ ଅଧ୍ୟାୟର ଆପଣ ଜାଣିପାରିବେ ଏବଂ ଶୁଣିପାରିବେ। ପ୍ରତ୍ୟେକ ଭିଡ଼ିଓର
ଡିସ୍କ୍ରିପସନ୍ରେ ଆପଣ ଚେକ୍ କରିପାରିବେ ତାହାର ଲିଷ୍ଟ ଏବଂ ପ୍ରତ୍ୟେକ ଭିଡ଼ିଓ ଦେଖିବା ପାଇଁ ସୁଯୋଗ ପାଇପାରିବେ। ପୁଣି ଆଲୋଚନା ଆଗାମୀ ଭିଡ଼ିଓରେ ନୂଆ ଶ୍ଲୋକ ସହିତ। ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ। ହରେ କୃଷ୍ଣ।